ଜାଣିବାକୁ କ'ଣ ପାଇବ? ଏଇ ଯେଉଁ ମୃଦକ ଇଏ ଆସିଲେ ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ଏ ସମସ୍ତଙ୍କ ସାମ୍ନାରେ ଲାଗି ହେବ ନା ବାହାରେ ଲାଗି ହେବ? ସମସ୍ତଙ୍କ ପାଖକୁ ଯେତେବେଳେ ଆସିଛି ସେତେବେଳେ କେତେ ମୋଦକ ଆସିଲା, ଏଇ କେତେ ଆଇଲା, କେତେ ଅମୁକ କଲା ସମୁକ କଲା, ତାଙ୍କରି ଭିତରୁ ଜାଣିଛନ୍ତି କିଏ? ବର୍ତ୍ତମାନ କହିଲେ ନାଇଁ ମୋଦକ କିଛି କମ୍ ଅଛି। ମୁଁ ତାଙ୍କୁ ପଚାରିଲି ମାନେ ଆମର କମାଣ୍ଡରକୁ କ'ଣ ବର୍ତ୍ତମାନ କେତେ ମୋଦକ ଆସିଥିଲା, କେତେ ମୋଦକ ତମେ ଦେଇଛ, ଆଉ କିଏ କିଏ ସବୁ ଦେଇଥିଲେ? ସେ ସବୁ କହିଲେ ଏଇ ମାନେ ସବୁ ମୋଦକ ଦେଇଥିଲେ 6-7 ଜଣ ବୈଦ୍ୟ ଭକ୍ତ ଆଉ ତାଙ୍କ ସେବା, ଆଉ ଏତିକି ଏତିକି ମୋଦକ ସବୁ ଦେଇଥିଲେ। ମୋଦକର ସଂଖ୍ୟା ହେଉଛି ବର୍ତ୍ତମାନ 313, ଆଉ 70 ମୋଦକ ନଥିଲା ନେଲା ବେଳକୁ। ଆଉ ସେ କୁଆଡ଼େ ଗଲା ମୁଁ କହିପାରିବି। ଆଉ ସେ ବାକ୍ୟ ତକ ସବୁ ନେଇକି ଯାଇଛନ୍ତି। ଆଉ ମହାପ୍ରଭୁଙ୍କୁ ଧରିଲା ବେଳକୁ ମହାପ୍ରଭୁ ସବୁବେଳେ ସୁସ୍ଥ। ସିଏ ତ ସମସ୍ତଙ୍କୁ ସୁସ୍ଥ କରିବା ଲୋକ। ତାଙ୍କର ଅସୁସ୍ଥ ହେଉଛି ବୋଲିକା ବର୍ତ୍ତମାନ କ'ଣ କରାଯିବ? ତାଙ୍କର ଅସୁସ୍ଥ ହଉ କି ସୁସ୍ଥ ହଉ, ଆମେ ତାଙ୍କ ପାଖରେ ନିବେଦନ ମାନେ ପରମ୍ପରା ଭଲ ମନ୍ଦ ରକ୍ଷା କରିବାକୁ କାର୍ଯ୍ୟକ୍ରମ ସବୁ ଚାଲିଛି। ଆମର ଏଠି ପରମ୍ପରା, ନ୍ୟାଚୁରାଲ ପରମ୍ପରା ଚାଲିଛି ମହାପ୍ରଭୁଙ୍କର ସବୁ। ଯାହା ଆମେ ତା ଦେହରେ 5ଟା ଦେହରୁ ଗୋଟେ ନେଇ ପଳେଇବୁ, ୟା ବୋଲି କ'ଣ ରଥଯାତ୍ରାଟା ବନ୍ଦ ହେଇଯିବ? ରଥର ଗୋଟେ ଛକା ଭାଙ୍ଗିଯିବ, ସେ କ'ଣ ରଥଟା ସେଠି ରହିବ? ଯେମିତି ହେଲେ ଯିବ। ସେମିତି 70ଟା ମୋଦକ ଚୋରି କରି ନେଇ ପଳେଇଲେ, ଆଉ ତ ମୋଦକ ତିଆରି ହେଇ ଆସିପାରିବନି। ତେଣୁ ସିଏ ତାକୁ ସେଇ ମାରା ମୋଦକକୁ ନେଇକି କାମ ଚଳେଇ କରିଦେଲେ, ଗଲା କାମ ଥିଲା। ଚୋରି କରିକି ନେଲେ, ଆଉ କାମ ବି ଚଳେଇ ଦେଲେ, ଗଲା। ତାପରେ ଜଣା ପଡ଼ିଲା ଏତିକି ମୋଦକ କମ୍ ଥିଲା, ଅମୁକ ଥିଲା। ଆମେ ସେ କମାଣ୍ଡରକୁ ପଚାରିବୁ, ସିଏ କହିଲେ ଏତିକି ମୋଦକ ଆସିଥିଲା, ଏତିକି ସର୍ଟ ଥିଲା ମୋଦକ, ନେଇକି ଗଲେ ଏତିକି ମୋଦକ ଆସିଥିଲା। ଦୁଃଖ ତ ନିଶ୍ଚୟ ମାରିବା, ଯେଉଁଟା ଖରାପ ଜିନିଷ ସେଟା ଖରାପ ଜିନିଷ ନିଶ୍ଚୟ ଦୁଃଖ ଦେବନି। ଏମିତି ଗୋଟେ ତ ମାନେ ତମ କଥା ହଉ କି ତମ ଘର କଥା ହଉ, ଠାକୁରଙ୍କ ପାଖେ ଗୋଟେ ଜିନିଷ ଆସିଥିବ, ତେମେ ତା ଦେହରୁ ଖାଇଦେବ, ଫିଙ୍ଗିଦେବ, ସେଇଟା କେମିତି ହେବ? ନାଇଁ, ସେଇଟା ଲେଖିକି ଆମେ ଦେଇଛୁ, ପ୍ରଶାସନକୁ ଲେଖିକି ଦେଇଛୁ ଯେ ବର୍ତ୍ତମାନ ଏତିକି ମୋଦକ ଆସିଥିଲା, ଏତିକି ଅମୁକ ଆସିଥିଲା, ଗାର୍ଜରେ ଥିଲା, ଆଉ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଥିଲା। ଏତିକି ମୋଦକ ଭିତରୁ ଏତିକି 70ଟି ମୋଦକ ନେଲା କିଏ, କ'ଣ କଲା କିଏ, ଆପଣ ତାର ତଦନ୍ତ କରି ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବିହିତ ଆଦେଶ ହେବ।